କିମ୍ବା ବେସରକାରୀ ହେଉ, ଇଣ୍ଟରଭ୍ୟୁ ବେଳେ ସାବଧାନ। ଆସନ୍ତୁ କେମିତି ସାକ୍ଷାତକାର ଦେବା ସେ ବିଷୟରେ କିଛି ଟିପ୍ସ ଜାଣିବା। ପଏଣ୍ଟ ନମ୍ବର 1, ଇଣ୍ଟରଭ୍ୟୁ ବେଳେ ସାବଧାନତା। ପଏଣ୍ଟ ନମ୍ବର 2, ଯୁବପିଢ଼ିଙ୍କ ପାଇଁ ସାକ୍ଷାତକାର ପରୀକ୍ଷା ବା ଇଣ୍ଟରଭ୍ୟୁ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଅନେକ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ସାକ୍ଷାତକାରରେ ବିଫଳ ହେଉଥିବା ଦେଖାଯାଉଛି। ଏଣୁ ଇଣ୍ଟରଭ୍ୟୁ ପାଇଁ ଆଗୁଆ ପ୍ରସ୍ତୁତି ହେବା ଜରୁରୀ। ଏଥିପାଇଁ କେତେକ ସତର୍କତାମୂଳକ ପଦକ୍ଷେପ ନେଲେ ସେମାନେ ସଫଳ ହୋଇ କର୍ମ ନିଯୁକ୍ତିର ସୁବିଧା ପାଇପାରିବେ। ଏ ସମ୍ପର୍କରେ କିଛି ଟିପ୍ସ। ପଏଣ୍ଟ ନମ୍ବର 4, ପଜିଟିଭ୍ ଇମ୍ପ୍ରେସନ୍। ସହାସ୍ୟ ବଦନରେ ଇଣ୍ଟରଭ୍ୟୁ ହଲ୍ ବା ସାକ୍ଷାତକାର କକ୍ଷକୁ ପ୍ରବେଶ କରି ସମସ୍ତଙ୍କ ସହ କରମର୍ଦ୍ଦନ କରନ୍ତୁ। ନିଜ ସିଟ୍ରେ ବସିବା ପୂର୍ବରୁ ଧନ୍ୟବାଦ କୁହନ୍ତୁ। ପଏଣ୍ଟ ନମ୍ବର 5, ପ୍ରାକ୍ ପ୍ରସ୍ତୁତି। ନିଜ ସିଭି ଉପରେ ଧ୍ୟାନ ଦିଅନ୍ତୁ। ଆବେଦନ କରିଥିବା ପଦବୀ ସମ୍ପର୍କରେ ସମ୍ପୃକ୍ତ କମ୍ପାନୀର ୱେବସାଇଟରୁ ତଥ୍ୟ ସଂଗ୍ରହ କରନ୍ତୁ। ପଏଣ୍ଟ ନମ୍ବର 6, ସକାରାତ୍ମକ କଥା ହୁଅନ୍ତୁ। କଥାବାର୍ତ୍ତାରେ ସ୍ଥିରତା ବଜାୟ ରଖନ୍ତୁ। ଆପଣ କେତେ ଉତ୍ସାହୀ ଏବଂ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ପୋଷଣ କରୁଛନ୍ତି ନିଯୁକ୍ତିଦାତା ନିରୀକ୍ଷଣ କରନ୍ତି ଏବଂ ସେହି ଅନୁସାରେ ପ୍ରାର୍ଥୀ ଚୟନ କରନ୍ତି। ପଏଣ୍ଟ ନମ୍ବର 7, ଉପଯୁକ୍ତ ବ୍ୟବହାର ଶୈଳୀ। ଇଣ୍ଟରଭ୍ୟୁ ସମୟରେ ଆପଣଙ୍କ ବଡି ଲାଙ୍ଗୁଏଜ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣ କ'ଣ କହୁଛନ୍ତି ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, କିଭଳି ଭାବେ ଉପସ୍ଥାପନ କରୁଛନ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ। ସିଧା ହୋଇ ବସିବା ସହ ମୁହାଁମୁହିଁ ଉତ୍ତର ଦିଅନ୍ତୁ। ତଳକୁ ମୁହଁ କରନ୍ତୁ ନାହିଁ କିମ୍ବା ହାତ ଗୋଡ଼ ହଲାନ୍ତୁ ନାହିଁ। ପଏଣ୍ଟ ନମ୍ବର 8, ସ୍ପଷ୍ଟ କୁହନ୍ତୁ। ପଚରାଯାଉଥିବା ପ୍ରଶ୍ନର ଯଥାର୍ଥ ଉତ୍ତର ଦିଅନ୍ତୁ। ଏଣୁ ତେଣୁ ନ କହି ଟୁ ଦି ପଏଣ୍ଟ କୁହନ୍ତୁ। ପ୍ରଶ୍ନର ଉତ୍ତର ଜାଣିନଥିଲେ ନମ୍ର ଭାବେ ମନା କରନ୍ତୁ। ପଏଣ୍ଟ ନମ୍ବର 9, ନିଯୁକ୍ତି ବିଜ୍ଞାପନକୁ ଗୁରୁତ୍ୱ ଦିଅନ୍ତୁ। ଅଧିକାଂଶ କମ୍ପାନୀ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞାପନରେ ସେମାନେ କିଭଳି ପ୍ରାର୍ଥୀ ଚୟନ କରିବାକୁ ଆଗ୍ରହୀ ସ୍ପଷ୍ଟ କରିଥାନ୍ତି। ଏଣୁ ଆପଣଙ୍କ ଜ୍ଞାନ ଅଭିଜ୍ଞତାକୁ ନେଇ ଦୃଢ଼ କରନ୍ତୁ। ପଏଣ୍ଟ ନମ୍ବର 10, ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରାକ୍ ପ୍ରସ୍ତୁତି ନଥିବା ଯେକୌଣସି ପ୍ରଶ୍ନର ସମ୍ମୁଖୀନ ହୋଇପାରନ୍ତି। ଉପସ୍ଥିତ ବୁଦ୍ଧି ଓ ଜ୍ଞାନ ଭିତ୍ତିରେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ। ରିପିଟ୍ କ୍ୱେଶ୍ଚିନ୍ର ଉତ୍ତର ଦେବାକୁ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ପଏଣ୍ଟ ନମ୍ବର 11, ଉତ୍ସାହିତ ହୁଅନ୍ତୁ। ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ବେଳେ ସାମାନ୍ୟ ହସି ଆଗ୍ରହର ସହ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ। ସମ୍ପୃକ୍ତ କମ୍ପାନୀର ସମସ୍ୟା ସମ୍ପର୍କରେ ମଧ୍ୟ ନିଯୁକ୍ତି ବୋର୍ଡ ସଦସ୍ୟଙ୍କୁ ପଚାରି ପାରନ୍ତି। କୌଣସି ପ୍ରଶ୍ନ ବୁଝି ନ ପାରିଲେ ଭୟ ନକରି ପୁନର୍ବାର ପଚାରନ୍ତୁ। ଶେଷରେ ଆପଣ କାହିଁକି ଏହି କମ୍ପାନୀରେ ନିଯୁକ୍ତି ପାଇବାକୁ ଇଚ୍ଛୁକ ସେ ସମ୍ପର୍କରେ ଆଲୋଚନା କରନ୍ତୁ। ସେମାନଙ୍କ ବିଜନେସ୍ କାର୍ଡ ଦେବାକୁ ଅନୁରୋଧ କରନ୍ତୁ ଏବଂ ଧନ୍ୟବାଦ ଦିଅନ୍ତୁ। ସମାପ୍ତ। ଜୟ ଜଗନ୍ନାଥ। ନମସ୍କାର।